ଅନୁଗୁଳ ଜିଲ୍ଲାରେ କ୍ରୀଡ଼ାର ଏଭଳିଆ ଉନ୍ନତି ହେଇଛି ଯେଉଁଟାକି ସ୍କ୍ୱାଇ ମାର୍ଶାଲ ଆର୍ଟ୍ସର ଯେତେବେଳେ ଆମର ହରିୟାଣାରେ ଖେଳ ହେଇଥିଲା ସେତେବେଳେ ନ୍ୟାସନାଲ ଲେଭେଲରେ ଖେଳିବାକୁ 13 ଜଣ ପିଲା ଅନୁଗୁଳ ଡିଷ୍ଟ୍ରିକ୍ଟରୁ ଯାଇଥିଲେ। ସେଥିମଧ୍ୟରୁ 3 ଜଣ ମେଡାଲ ପାଇଛନ୍ତି। ସେଥିରୁ ଜଣେ ସିଲଭର ପାଇଥିବା ବେଳେ 2 ଜଣ ବ୍ରୋଞ୍ଜ ମେଡାଲ ପାଇଛନ୍ତି। ସେ ସବୁଠୁ ବଡ଼ ଇଣ୍ଟରେଷ୍ଟିଂ କଥା ହେଉଛି ଗୋଟେ ଛୋଟ ପିଲା ଯିଏ ବ୍ରୋଞ୍ଜ ପାଇଛନ୍ତି। ଝିଅ ତମ ନାଁ କ'ଣ? ତାନାସି। ଅବିକା ଯେଉଁ ଝିଅ ତାନାସି କହୁଛନ୍ତି ତାଙ୍କ ନାଁ, ସିଏ ଯେଉଁ ମେଡାଲ ପାଇଛନ୍ତି ସିଏ ହେଉଛି ବ୍ରୋଞ୍ଜ ମେଡାଲ। ଏଇ ବ୍ରୋଞ୍ଜ ମେଡାଲ ଦେଖିଥିବେ ଏତି ଛୋଟ ପିଲା ସମୟରେ ଯେତେବେଳେ ସେ ବ୍ରୋଞ୍ଜ ମେଡାଲ ପାଉଛି ନିଶ୍ଚୟ ଆର ଭବିଷ୍ୟତ ଆଗକୁ ଭଲ ଥିବ ବୋଲି କହୁଛି। ଯେଉଁଟାକି ତାଙ୍କ ମା ଆସିଛନ୍ତି ତ ଆମେ କଥା ହେବା। ଆଜ୍ଞା, ଆପଣଙ୍କର ଛୋଟ ଝିଅ ଯେହେତୁ ବ୍ରୋଞ୍ଜ ମେଡାଲ ପାଇଛନ୍ତି ଆପଣ କେତେ ଖୁସି ଅଛନ୍ତି? नमस्कार, ମୁଁ ବିଜୟା। ୟା ନାଁ ହେଉଛି ତାରାଂଶୁ। ତାକୁ 3.5 ବର୍ଷ, କିନ୍ତୁ ସେ ଏତେ ଛୋଟରୁ ବ୍ରୋଞ୍ଜ ପାଇଛି ନ୍ୟାସନାଲରେ ଯାଇକି, ସେଇଥିପାଇଁ ମୁଁ ବହୁତ ଖୁସି ଅଛି। ତ କ'ଣ ଆପଣ କହିବେ ଅନୁଗୁଳ ସହରବାସୀ ମାନଙ୍କୁ କ'ଣ କହିବେ? ସମସ୍ତେ ଡେଡିକେଟେଡଲି ଏମିତି ଛୁଆଙ୍କୁ ଆଗକୁ ନିଅନ୍ତୁ। ସମସ୍ତେ ଇଣ୍ଟରେଷ୍ଟ ଦିଅନ୍ତୁ ଯେ ନାଇଁ ଛୋଟ ଛୁଆ ହେଲେ ବି ସେମାନେ କିଛି ନା କିଛି କରିପାରିବେ। ଯେମିତି ମୋ ଝିଅ କରିପାରିଲା, ସାର୍ଙ୍କ ପ୍ରଚେଷ୍ଟା ପରିଶ୍ରମ, ସେ ଚାହିଁଲେ ଯେ ମୋ ଝିଅ ଯାଉ ଆଗକୁ। ମୁଁ ତ ଭାବିନଥିଲି କେବେ ବି ଯେ ଏତେ ଛୋଟ ଛୁଆ କରିପାରିବ, କିନ୍ତୁ ସାର୍ କହିଲେ ନାଇଁ ନିଅନ୍ତୁ, ଥରେ ନିଅନ୍ତୁ, 2 ଥର ନିଅନ୍ତୁ। ଏମିତି ନେଲି, ସବୁଠି ତାର ମେଡାଲ 2ଟା ନ୍ୟାସନାଲ, ଷ୍ଟେଟ୍ ଗୋଟେ, ପୁଣି ଭଦ୍ରକ ଯିବ ଖେଳିବା ପାଇଁ। ତ ସମସ୍ତେ ଏମିତି ଛୋଟ ଛୁଆ ହେଲେ ବି ବିଶ୍ୱାସ ରଖନ୍ତୁ ସେମାନଙ୍କ ଉପରେ, ଆଉ ଛୋଟ ଛୁଆଙ୍କୁ ବି ଆଗକୁ ଆଣନ୍ତୁ। ତ ଦେଖୁଥିଲେ ଯେମିତି ଜଣେ ମା କହିବା କଥା କି ଅନୁଗୁଳ ଜିଲ୍ଲାରେ ଯେହେତୁ ଛୋଟ ପିଲା ଯଦି ଆଜି ଆର ଭବିଷ୍ୟତ ବ୍ରୋଞ୍ଜ ମେଡାଲ ପାଇଛି, ନିଶ୍ଚୟ ଇଏ ବଡ଼ ହେଲା ମାନେ ନିଶ୍ଚୟ ଆହୁରି ଆଗକୁ ସିଲଭର, ତାପରେ ଗୋଲ୍ଡ ବି ଅଛି। ତ ସେଥିମଧ୍ୟରୁ 13 ଜଣ ଯେହେତୁ ଯାଇଥିଲେ, ଆଉ ଜଣେ ଝିଅ ଅଛନ୍ତି। ଝିଅ ଆପଣଙ୍କ ନାଁ କ'ଣ? କ'ଣ ଆପଣ ମେଡାଲ ପାଇଲେ? କ'ଣ କେତେ ଥର ଆପଣଙ୍କୁ ଖେଳିବାକୁ ପଡ଼ିଲା? କେତେ ଆପଣ ଉତ୍ସାହିତ ଅଛନ୍ତି? କ'ଣ ନାଁ କ'ଣ? କେତେ ବର୍ଷ ହେଲା ଏ ଲାଇନରେ ଖେଳିଲେଣି? ଆପଣ ଏବେ ଯେଉଁ ସିଲଭର ପାଇଛନ୍ତି କ'ଣ କେତେ ଖୁସି ଅଛନ୍ତି? ଆଗକୁ ଲକ୍ଷ୍ୟ କ'ଣ? ନ୍ୟାସନାଲ ଲେଭେଲରେ ଖେଳିକିରି ଯେହେତୁ ଜଣେ ଝିଅ କହୁଥିଲେ ଯେ ତାଙ୍କର ଖୁସି ଅଛନ୍ତି ବୋଲି, ଆଉ ଜଣେ ଭାଇ ଅଛନ୍ତି ଯେ ପୁଅ, କ'ଣ ଆପଣ ଯେଉଁ ଖେଳିବାକୁ ହେଲେ କେତେ ରାଉଣ୍ଡ ଖେଳିବାକୁ ପଡ଼ିଲା, କ'ଣ କେମିତି ପାଇଲେ? ମୋ ନାଁ ପ୍ରଜ୍ୱଲ। ମୁଁ ଏଥର ଫାର୍ଷ୍ଟ ଟାଇମ୍ ଯାଇଥିଲି ନ୍ୟାସନାଲ। ମୁଁ 2ଟା ମ୍ୟାଚ୍ ଜିତିଥିଲି, ସେଥିରେ ମୋତେ ବ୍ରୋଞ୍ଜ ମେଡାଲ ମିଳିଥିଲା। ତ ଆଗକୁ କ'ଣ ଟାର୍ଗେଟ ରଖିଛନ୍ତି? ଆଗକୁ ଇଣ୍ଟରନ୍ୟାସନାଲ ଟ୍ରାଏ କରିବା। ତ ଯେହେତୁ ନ୍ୟାସନାଲ ଲେଭେଲ ଖେଳୁଥିଲେ, ସେ କହିବା କଥା କି ଇଣ୍ଟରନ୍ୟାସନାଲ ଲେଭେଲ ମୋତେ ଖେଳିବାର ଅଛି। ତ ଯିଏ ତାଙ୍କର କୋଚ୍ ଯିଏ ଅଛନ୍ତି ଏଇ ଖେଳର, ତ ତାଙ୍କ ସାଙ୍ଗରେ ଆମେ କଥା ହେବା। ସେ କ'ଣ କହିବେ? ଆଜ୍ଞା, ଆପଣ ତ 13 ଜଣ ପିଲାଙ୍କୁ ନେଇକି ଯାଇଥିଲେ, ସେଠି 3 ଜଣ ଆମର ପାଇଲେ, ଆଉ ବାକି ଅଦର କ'ଣ କୋଉ ଷ୍ଟେଟ୍ର ପାଇଲେ? ମୁଁ ସବୁଠୁ ବଡ଼ ଖୁସି ଏଥିପାଇଁ ଯେ ସେଥିରେ ଆମ ଅନୁଗୁଳ ଜିଲ୍ଲା ଖେଳ ବଞ୍ଚିକି ରହୁ। ମୁଁ କେବଳ ପଦକ ପାଇଁ କୋଉଠି ପିଲା ପଠାଏ, ମୋର ମୁଖ୍ୟ ଲକ୍ଷ୍ୟ କିନ୍ତୁ ଆମ ସ୍ୱତନ୍ତ୍ର ଗୋଟେ ଜିଲ୍ଲା ଅନୁଗୁଳ। ଆଉ DSO ସାର୍ ସଦାବେଳେ କୁହନ୍ତି, ନାଥ ବାବୁ ଆପଣ ପଛଘୁଞ୍ଚା ଦିଅନ୍ତୁ, ଯାଆନ୍ତୁ, ପିଲା ନେଇକି ଯାଆନ୍ତୁ, ଆମେ ପଛପଟେ ଅଛୁ। ସଦାବେଳେ ସାର୍ ଷ୍ଟେଟ୍ଟା ଆମର ଅନୁଗୁଳ ଜିଲ୍ଲାରେ ହେଇଥିଲା, ତାର ନ୍ୟାସନାଲଟା ହରିୟାଣା ପଞ୍ଚକୁଳାରେ ହେଇଥିଲା। ମୁଁ ପଦକ ଆଶରେ ପିଲାଙ୍କୁ ପଠାଇ ନଥିଲି। ଯାହା ହଉ ଅନୁଗୁଳ ଜିଲ୍ଲାକୁ ଗୋଟେ ଆସିଛି ସିଲଭର ପଦକ, 2ଟା ବ୍ରୋଞ୍ଜ, ମୋ ପାଇଁ ବହୁତ ବଡ଼। ଆଉ ମୋର ବିଶେଷ ଦରକାର ନାହିଁ ଅନୁଗୁଳ ଜିଲ୍ଲାରେ ଖେଳ ତ ବଞ୍ଚିକି ରହୁଛି, କମ୍ ସେ କମ୍ ଗୋଟେ ସୁସ୍ଥ ଶରୀର ତ ବଞ୍ଚିକି ରହୁଛି ନା ନାହିଁ, ଆଉ କିଛି ମୋର ଏଇଟାই ଆଶା। ତ ଯାହା ଶୁଣୁଥିଲେ କୋଚ୍ କହିବା କଥା, ଏଇ କୋଚ୍ ସାର୍ଙ୍କର କହିବା କଥା ଯେ ଯେହେତୁ ଅନୁଗୁଳ ଜିଲ୍ଲାରେ ପିଲାଙ୍କର ଯେଉଁ ପ୍ରକାର ଆଗ୍ରହ ଶକ୍ତି ଥିଲା, ସେଥିମଧ୍ୟରୁ ସିଲଭର ଆଉ ବ୍ରୋଞ୍ଜ ପଦକ ପାଇଲେ। ହରିୟାଣାର ପଞ୍ଚକୁଲା ଠାରେ ଖେଳ ହେଇଥିଲା ନ୍ୟାସନାଲ ଲେଭେଲ ଖେଳ। ଆଉ ଜଣେ ଆମର ସାର୍ ବି ଅଛନ୍ତି, କ'ଣ କହିବେ ସାର୍? ସାର୍ ଅଛନ୍ତି ଆମ ଜିଲ୍ଲାର ଏଇଟା ଗୋଟେ ଖୁସିର କଥା, ଗର୍ବର କଥା। ଲାଷ୍ଟ ଥରେ ଆମର ଏଇ ଅନୁଗୁଳରେ ହେଇଥିଲା ଏ ବର୍ଷ ଯେଉଁଟା ଷ୍ଟେଟ୍ ପ୍ରାଇଜ୍ ଚାମ୍ପିଅନସିପ୍, ଏଥିରେ ମଧ୍ୟ ପିଲା ସିଲେକ୍ସନ୍ ହେଇଥିଲେ ଏବଂ ସେ ନ୍ୟାସନାଲ ଯାଇଛନ୍ତି, ମେଡାଲ ବି ଆଣିଛନ୍ତି, ଗୋଟେ ସିଲଭର, 2ଟା ବ୍ରୋଞ୍ଜ ମେଡାଲ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବହୁତ ବହୁତ ଧନ୍ୟବାଦ। ଏବଂ ଏହି ଖେଳ ଆଗକୁ ଜାରି ରଖନ୍ତୁ ଏବଂ ଇଣ୍ଡିଆ ପାଇଁ ଖେଳିକି ନାଁ ଆଣନ୍ତୁ। ଏଥିପାଇଁ ଜିଲ୍ଲା ପ୍ରଶାସନ ହଉ, ରାଜ୍ୟ ସରକାର ହଉ କିମ୍ବା କେନ୍ଦ୍ର ସରକାର ହଉ, ତାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଅନ୍ତୁ। ତ ଯାହା ଶୁଣୁଥିଲେ ଯେହେତୁ ପିଲାଙ୍କ ପାଇଁ କେନ୍ଦ୍ର ସରକାର ହଉ ଆଉ ଓଡ଼ିଶା ଷ୍ଟେଟ୍ରେ ମଧ୍ୟ ବି ଯେଉଁ ପ୍ରକାର ସ୍ପୋର୍ଟସ ପାଇଁ ଯେଉଁ ପ୍ରକାର ସହଯୋଗ ହାତ ବଢ଼େଇଛନ୍ତି, ତ ଅନୁଗୁଳ ଜିଲ୍ଲାରେ ଯେଉଁ ପଦକ 3 ଜଣ ପାଇଛନ୍ତି, ଅନୁଗୁଳ ଜିଲ୍ଲା ପାଇଁ ଇଏ ହେଉଛି ଗର୍ବର ଗୌରବ। ଏଇ ଅନୁସାରେ ଯେହେତୁ ସ୍ପୋର୍ଟସରେ ପିଲା ସମସ୍ତେ ଆଜିକା ଡେଟ୍ରେ ଆୱାରନେସ୍ ବି ଦେଉଛନ୍ତି, ସ୍ପୋର୍ଟସରେ ପିଲାମାନେ ଭାଗ ନିଅନ୍ତୁ, କାହିଁକିନା ସ୍ପୋର୍ଟସରେ ଯେଉଁ ଫାସିଲିଟି ରହିଛି ଆଉ ଯେଉଁ ପ୍ରକାର ଆଚିଭମେଣ୍ଟ ପାଉଛି, ପିଲାମାନଙ୍କ ମନରେ ବହୁତ ଖୁସି ବି ହେଉଛି। ଅନୁଗୁଳ ଉମାକାନ୍ତ ସାହୁଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।